ମା ଆମେ ମାଙ୍କ ବହିରୁ ଯୋଉ ଆରମ୍ଭ କରିଛନ୍ତି ଆଲୋଚନା କୋଶ୍ଚିନ୍ ଟା, ତା ପରେ ପରେ କୋଶ୍ଚିନ୍ ଗୁଡା ବି ବହୁତ ଭଲ କୋଶ୍ଚିନ୍ ରହିଛି। ଆମ ଜାଣିବା ବା ଆମ ଜିଜ୍ଞାସାର ଉତ୍ତର ଗୁଡାକ ପାଇବା। ପ୍ରାୟତଃ ଏ କୋଶ୍ଚିନ୍ ଗୁଡାକ ପ୍ରତ୍ୟେକ ବ୍ୟକ୍ତି ପାଖରେ ଥାଏ। ଗତ ଥର ଆମେ ଯୋଉ ଆଲୋଚନା କରିଥିଲେ ସେ କୋଶ୍ଚିନ୍ ଟି ଥିଲା, ଜଣେ ଯୋଗୀ ବୈଜ୍ଞାନିକ ଜଟିଳ ବୈଜ୍ଞାନିକ ସମସ୍ୟା ବା ଯୋଉ ବୈଜ୍ଞାନିକ ତଥ୍ୟ ଆପେକ୍ଷିକ ତତ୍ଵ ଭଳିଆ ବିରାଟ ବିରାଟ ତତ୍ଵ, ସେ ସମ୍ବନ୍ଧରେ ସେ ପ୍ରଶ୍ନର ଉତ୍ତର ଦେଇପାରିବେ କି ନାହିଁ। ଆଜି ସେଇଭଳି ତାର ରିଲେଟିଭ କୋଶ୍ଚିନ୍ ଟେ ରହିଛି ଯେ ବୈଜ୍ଞାନିକ ମାନେ କଣ? ବୈଜ୍ଞାନିକ ମାନେ ବି କଣ ବେଳେ ବେଳେ ମନୋଭୂମିର ସୀମାଟିକୁ ଅତିକ୍ରମ କରି ଆହୁରି ଆଗକୁ ଚାଲିଯାଆନ୍ତି କି? ଏପରି କୁହାଯାଇଥାଏ ଯେ ତର୍କ ବୁଦ୍ଧିର କୌଣସି ମାନସିକ ପ୍ରକ୍ରିୟା ଦ୍ଵାରା ନୁହେଁ, ମାତ୍ର କୌଣସି ଗୋଟିଏ ପ୍ରକାରର ହଠାତ୍ ଉପଲବ୍ଧି ପ୍ରେରଣା ଦ୍ୱାରା ହିଁ ଆଇନଷ୍ଟାଇନ ତାଙ୍କ ଆପେକ୍ଷିକତାର ସିଦ୍ଧାନ୍ତରେ ଆସି ଉପନୀତ ହୋଇଥିଲେ। ସେହି ପ୍ରେରଣାଟି ସହିତ ଅତିମାନସର ଆଦୌ କୌଣସି ସମ୍ବନ୍ଧ ରହିଛି କି? ସେହି ପ୍ରେରଣାଟି ସହିତ ଅତିମାନସର ଆଦୌ କୌଣସି ସମ୍ବନ୍ଧ ରହିଛି କି? ତାମାନେ କୋଶ୍ଚିନ୍ ଟି ଏଇଭଳି ରହୁଛି ଯେ ବୈଜ୍ଞାନିକ ମାନେ ଆମର ମନର ଯୋଉ ସୀମା ରହିଛି, ଯୋଉ ଜ୍ଞାନର ଯୋଉ ଲେବୁଲ ରହିଛି, ମନ ସୀମା ଅତିକ୍ରମ କରି ତା ଉର୍ଦ୍ଧ୍ୱ ସ୍ତରକୁ ଯାଆନ୍ତି କି? ଏବଂ ସେମାନେ ସେଉଠୁ ପ୍ରେରଣା ପାଇକରି ତାଙ୍କର ବୈଜ୍ଞାନିକ ଯୋଉ ସିଦ୍ଧାନ୍ତରେ ସେମାନେ ପହଞ୍ଚନ୍ତି କି? ସେଠି ଗୋଟେ ଉଦାହରଣ ଦେଇକି ସେ ପଚାରୁଛନ୍ତି, ଯେପରିକି ଯେ ଆଇନଷ୍ଟାଇନ ସେ ଯୋଉ ଆପେକ୍ଷିକତା ସିଦ୍ଧାନ୍ତ ଉପନୀତ ହେଇଥିଲେ ସେଇଟା ତାଙ୍କୁ ଉପରୁ ପ୍ରେରଣା ଆସିଥିଲା ବୋଲି। ଏବଂ ତୃତୀୟ ପ୍ରଶ୍ନଟି ତା ସହିତ ସେ ଯୋଗ ଦେଲେ କଣ, ଯେ ସେଇ ପ୍ରେରଣାଟି ସହିତ ଅତିମାନସର ଆଦୌ କୌଣସି ସମ୍ବନ୍ଧ ରହିଛି କି? ଅତିମାନସ ସତ୍ତା ସହିତ ବା ଅତିମାନସ ଶକ୍ତି ସହିତ ବା ଅତିମାନସ ଜଗତ ସହିତ ତାର କଣ ସମ୍ବନ୍ଧ ରହିଛି କି? ମା ତାର ଉତ୍ତରରେ କହୁଛନ୍ତି, ଜଣେ ବୈଜ୍ଞାନିକ ଯେତେବେଳେ ଏପରି ଏକ ପ୍ରେରଣା ପାଏ ଯାହାକି ତା ସମ୍ମୁଖରେ ଏକ ନୂତନ ସତ୍ୟର ଉଦ୍ଘାଟନ କରିଦେଇଥାଏ, ସେତେବେଳେ ସେହି ପ୍ରେରଣାକୁ ସେ ସମ୍ବୋଧି ମନର ସ୍ତରରୁ ହିଁ ଲାଭ କରିଥାଏ। ଏକ ଅପରୋକ୍ଷ ଅବବୋଧ ରୂପେ ସେହି ଜ୍ଞାନ ଉଚ୍ଚତର ମନର ସ୍ତରଟିରେ ତାହାକୁ ପ୍ରାପ୍ତ ହୋଇଥାଏ ଏବଂ ଉଚ୍ଚତର ମନର ସେଇ ସ୍ତରଟି ଆହୁରି ଉପରକୁ ରହୁଥିବା ଆଉ ଗୋଟିଏ କୌଣସି ଆଲୋକ ଦ୍ଵାରା ଆଲୋକିତ ହୋଇ ରହିଥାଏ। ମାତ୍ର ସେ ସବୁର ଅତିମାନସର କ୍ରିୟା ସହିତ ଆଦୌ କୌଣସି ସମ୍ପର୍କ ନଥାଏ। ଏବଂ ଉଚ୍ଚତର ମନର ଏହି ସ୍ତରଟି ଅତିମାନସ ସ୍ତର ଠାରୁ କାହିଁ କେତେ ନା କେତେ ଦୂର ଛାଡି ଅବସ୍ଥିତ ରହିଥାଏ। ମଣିଷ ମାନେ ଅତ୍ୟନ୍ତ ସହଜରେ ହିଁ ଏପରି ବିଶ୍ୱାସ କରିବାକୁ ପ୍ରବୃତ୍ତ ହୋଇପଡନ୍ତି ଯେ ସେମାନେ ବେଶ ଦିବ୍ୟ ସ୍ତରୀୟ ସୋପାନ ଗୁଡିକୁ ଆରୋହଣ କରି ଯାଇପାରିଛନ୍ତି। ମାତ୍ର ହୁଏତ ପ୍ରକୃତରେ ଏତିକି କଥା ସତ୍ୟ ଯେ ସେମାନେ ସାଧାରଣ ସ୍ତର ଠାରୁ ହୁଏତ ଧାପେ ମାତ୍ର ଉପରକୁ ଯାଇପାରିଛନ୍ତି। ସାଧାରଣ ମନୁଷ୍ୟ ମନର ସ୍ତର ଏବଂ ଅତିମାନସର ସ୍ତର ମଧ୍ୟରେ ଆହୁରି ଅନେକ ପର୍ଯ୍ୟାୟ ବା ସ୍ତର ରହିଛି। ନାନା ସୋପାନ ରହିଛି, ଅନ୍ତର୍ବର୍ତ୍ତୀ ଅନେକ ଉଚ୍ଚତା ରହିଛି। ଜଣେ ସାଧାରଣ ମଣିଷ ଅନ୍ତର୍ବର୍ତ୍ତୀ ଏହିପରି କୌଣସି ଗୋଟିଏ ଭୂମି ସହିତ ବି ଯଦି ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବାକୁ ବାହାରିବ, ତେବେ ସେତିକିରେ ହିଁ ତାର ଆଖି ଝଲସି ଯିବ। ସିଏ ପ୍ରାୟ ଅନ୍ଧ ହୋଇଗଲା ପରି ହୋଇଯିବ। ସେହି ବିପୁଳତା ବୋଧର ଭାରଟି ଦ୍ଵାରା ସିଏ ସତେଅବା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ, ଅଥବା ଆପଣାର ଭାରସାମ୍ୟଟିକୁ ସେ ସମ୍ପୂର୍ଣ୍ଣ ଭାବରେ ହରାଇ ବସିବ ଏବଂ ତଥାପି ସେତେବେଳେ ମଧ୍ୟ ଅତିମାନସ ଠାରୁ ଅନେକ ଦୂରରେ ଯାଇ ରହିଥିବ। ଏଇଠି ମା ଆରମ୍ଭରୁ ଜଣେଇ ଦଉଛନ୍ତି ଆମକୁ ଯେ ଆମେ ବେଳେ ବେଳେ କୌଣସି କଥା ଯୋଉଗୁଡାକ ଆମ ଜ୍ଞାତ ସାରରେ ନଥାଏ, ସେ ସମ୍ବନ୍ଧରେ କିଏ ଯଦି ଟିକେ କଣ କହିଦେଲା, ଆମେ କହୁଛୁ ସିଏ ପୁରା ଦିବ୍ୟ ଚେତନା ସହିତ ଦିବ୍ୟ ସ୍ତର ସହିତ ସମ୍ପର୍କ ରଖିଛି, ଭଗବାନଙ୍କ ସହିତ ସମ୍ପର୍କ ଅଛି ସେଇଠୁ କହୁଛି। ଏଇ ପ୍ରକାର ଆମର ଧାରଣା ଥାଏ। ଯେପରି ଆମେ ଯେମିତି ଦେଖନ୍ତି, ମନେକର ଯୋଉ ଜଣଙ୍କ ପାଖକୁ କାହା ପାଖକୁ ଗଲି, ସେ ମୋ ନାଁ କହିଦେଲା, ମୋ ବାପା ନାଁ କହିଦେଲେ, ମୋ ନାଁ କହିଦେଲେ, ମୋ ବାପା ନାଁ କହିଦେଲେ ଏବଂ ମୋର ଅତୀତର କିଛି କଥା କହିଦେଲେ, ତେଣୁ ସାଙ୍ଗେ ସାଙ୍ଗେ ହଁ ଇଏ ତ୍ରିକାଳଦର୍ଶୀ, ଇଏ ପୁରା ବହୁତ ଜ୍ଞାନୀ, ଆଉ ଇତ୍ୟାଦି ଇତ୍ୟାଦି ବହୁତ କଥା ଆମ ଭିତରେ ଆସିଯାଏ ଏବଂ ଆମେ ତାଙ୍କୁ ଭାବୁ ବିରାଟ କଥା ବୋଲି।
ମା ଏଠି ସ୍ପଷ୍ଟ କରୁଛନ୍ତି ଏଗୁଡାକ ଏଗୁଡାକ ମାତ୍ର ମନ ଠାରୁ ଅଳ୍ପ ଟିକେ ଉଚ୍ଚତର ସ୍ତରରେ ଏ ଜିନିଷ ସବୁ ଥାଏ। ପ୍ରଥମରେ କହିଲେ ଯଦି କେହି କିଛି ସେଇଭଳିଆ ପ୍ରେରଣା କିଛି ପାଇଥାନ୍ତି ତାହା ହୁଏତ ସମ୍ବୋଧି ମନ ସ୍ତରରୁ ସେ ଲାଭ କରିଥାନ୍ତି। ସମ୍ବୋଧି ମାନେ ଆମେ ଯୋଉଟା କହୁଛେ ଇଣ୍ଟୁଟିଭ ମାଇଣ୍ଡ ଲେବୁଲରେ ପାଇଥାନ୍ତି ଏବଂ ଏଇଟା ମଧ୍ୟ ଅତିମାନସ ଶକ୍ତି ଠାରୁ ବହୁତ ଆହୁରି ଅନେକ ତଳେ ରହିଛି। ମାନେ ଆହୁରି ତାଠାରୁ ଆହୁରି ଅନେକ ଉର୍ଦ୍ଧ୍ୱରେ ଅତିମାନସ ସ୍ତର ରହିଛି। ଏଇଠି ଆଉ ଟିକେ ମାତ୍ର ଆମକୁ ଜଣେଇଦବା ପାଇଁ କହୁଛନ୍ତି ଯେ ମଣିଷର ମନ ଠାରୁ ଅତିମାନସ ସ୍ତର ଭିତରେ ବହୁତ ବଡ ଗ୍ୟାପ ରହିଛି। ବହୁତ ବଡ ଗ୍ୟାପ ଅଛି। କହୁଛନ୍ତି ତୁମେ ଯଦି ଟିକେ ଉଚ୍ଚତର ମନକୁ ବି ଚାଲିଯିବ ତାଠାରୁ ଆଉ ଟିକେ ଉଚ୍ଚତାକୁ ଯିବ ଯଦି ଏମିତି ଏମିତି ତୁମ ପାଖରେ ଆସି ପହଞ୍ଚିବ ଯେ ତମ ଆଖି ଝଲସି ଯିବ। ଏମିତି କି କହୁଛନ୍ତି ଯେ ମଣିଷ ଅନ୍ଧ ହେଇଯିବ ବା ତାକୁ ଲାଗିବ ଯେମିତି ଅନ୍ଧ। କାହିଁକିନା ସେଇଟା ଏତେ ବିପୁଳ ଅନ୍ଧ ମାନେ ଏଠି ଆଖି ଫୁଟିଯିବା କଥା କୁହାହଉନି। ମାନେ ଏତେ ବିସ୍ତାର ଏତେ ବିପୁଳ ଜ୍ଞାନର ଭଣ୍ଡାର ଯେ ରହିଛି ଯେମିତି କଥାରେ କହନ୍ତି ଯେ ଗୋଟେ ବଢିଆ ମଜା କଥାଟେ ତମ ପାଖରେ କିଛି ଧନରତ୍ନ ନଥିଲା ସୁନା ଥିଲେ ବୋଲି ଏଇ ସୁନା ମୁଦିଟିଏ ସୁନା କାନ ଫୁଲଟିଏ ସୁନା ହାର ଅଳ୍ପ ଟିକେ ଅଛି। ହଠାତ୍ ତମ ଆଗରେ ପାହାଡ ପରିମାଣର ସୁନା ଗଦା କରି ଦିଆଯିବ। ତମେ ଗୋଟେ ଜାଗାରେ ଯାଇ ପହଞ୍ଚିଲ ସେଠି ସୁନାର ପୁରା ଖଣି ପୁରା ଖାଦନ ତମ ପାଖରେ ତମର କଣ ହେଇଯିବ ଲୋକ ପଗଳା ହେଇଯାଆନ୍ତି ଲୋକ ଅନ୍ଧ ସେଇଠି ପଗଳା ହେଇଯାଆନ୍ତି ମାନେ କଣ କରି କିଛି ନାହିଁ ତା ହାର୍ଟ ଫେଲ କରିଯାଏ ହାର୍ଟ ଚୋକ କରିଯାଏ। ସେ ତାର ଗୋଟେ ବଢିଆ ଜୋକଟେ ଅଛି ସେ ଜୋକ ଟା ହଉଛି ଜଣେ ସାଧାରଣ ବ୍ୟକ୍ତି ତାର ଗୋଟେ ଲଟେରୀ ଉଠିଛି ହେଲା। କୋଟିଏ ଟଙ୍କାରେ ଗୋଟେ ଲଟେରୀ ଉଠିଛି କୋଟିଏ 1 କୋଟି ଟଙ୍କା। ସିଏ ସାଧାରଣ ବ୍ୟକ୍ତି ଏତେ ଟଙ୍କା କେବେ ଦେଖି ନାହିଁ। ତେଣୁ କାଳେ ସେ ଏତେ ଟଙ୍କା ଦେଖିଲେ ତାର ହାର୍ଟଚୋକ୍ କରିଯିବ କି କଣ ଗୋଟେ ହେଇଯିବ ବୋଲି ତ ତାକୁ କାଉନସେଲିଂ କରିବା ପାଇଁ ଜଣେ ଡାକ୍ତର ନିଜେ ଆସିଛନ୍ତି। ତାକୁ କାଉନସେଲିଂ କରିକି ମାନେ ଡାକ୍ତର ହୁଅନ୍ତୁ ବା ଜଣେ ବ୍ୟକ୍ତି ଯିଏ ଟିକେ ଅଧିକ ଜ୍ଞାନୀ ସେ କାଉନସେଲିଂ କରିବାକୁ ଆସିଛନ୍ତି କାଉନସେଲିଂ କରି ତାକୁ ଯେମିତି ବଢେଇବେ। ତାକୁ ଆସି କହୁଛନ୍ତି ତମେ ଦିନକୁ କେତେ ରୋଜଗାର କର ସେ କହିଲେ ଏତିକି ଟଙ୍କା। ସେ କହିଲା ଦିନକୁ ଏଇ 100 200 500 ଭିତରେ। ନା ଠିକ ଅଛି ତମକୁ ଯଦି 1000 ଟଙ୍କା ମିଳେ ତାହେଲେ କଣ କରିବ? ସେ ସେଠୁ କହିଲେ ଯଦି 1000 ଟଙ୍କା ମିଳେ ତାହେଲେ ମୁଁ ପୁଅ ପାଇଁ ଟିକେ ଶାଢୀ ଯୋଉ ଡ୍ରେସ କିଣିବି। ଆଉ ସ୍ତ୍ରୀ ପାଇଁ ଟିକେ ଶାଢୀ ଟିକେ ଦେଖିବି କଣ ଗୋଟା ଦେଖିବି ଯୋଉଟା ଦରକାର ଆଗ କିଣା ନା ଯଦି ତମକୁ 2000 ମିଳେ ତାହେଲେ ଆମ 3 ଜଣଙ୍କ ପାଇଁ କିଣି ଆଣିବି। ନା ଯଦି 10,000 ମିଳେ ତା ସେ କହିଲେ ମୋ ଘରର ସେ ଜାଗା ଟା ଏଇଟା ହେଇନି ସେଇଟା ହେଇନି ଘର ଟିକେ ମରାମତି ଦରକାର ହଉଛି ଘର ମରାମତି କରିଦେବି। କହିଲେ ଯଦି 50,000 ମିଳେ ସେଠୁ ସେ ଜାଣିଲା କହିଲା ଏଇ ଲୋକଟା ଡହରାଟା 50,000 ମତେ କିଏ କାହିଁ ଦବ। କହିଲା ହଉ ନା ନା ସବୁ କହୁଛି ମନେକର ତମକୁ 50,000 ଟଙ୍କା ମିଳିଲା। ତମକୁ ମୁଁ ଦେଲି କି କିଏ ଦେଲେ ତମେ କଣ କରିବ? ସେ ସେଠୁ ଭାବିଚିନ୍ତି କହିଲା ମୁଁ ଏଇଟା କରିବି ସେଇଟା କରିବି ତା ଯାହା ଯାହା ଦରକାର ଥିଲା। 1,00,000 ଟଙ୍କା ଯଦି ମିଳେ ସେଇଠୁ ସେ କନଫର୍ମ ହେଇଗଲା ଏ ଡହରାଟା କେବଳ ଡହରାଇ ମାରୁଛି ମୋ ପାଖରେ ଆଉ କିଛି କାମ ନାହିଁ ମୋ ସମୟ ନଷ୍ଟ କରୁଛି। ଆଉ ଜାଣିଛି ମୁଁ ଗରିବ ବୋଲି ମତେ ଥଟ୍ଟା ଉଡଉଛି। ତଥାପି ସେ କହିଲା ଗୋଟେ ଜାଗା କିଣିଦେବି ଗାଡି କିଣିଦେବି ଏୟା ତ କରିବି ସେୟା କରିବି କହିଲା ସେଠୁ ତାପରେ ସିଏ ନିଜେ ଉଡେଇଲା କଥାକୁ ଯଦି 10,00,000 ମିଳେ ନା 4 5ଟା ଗାଡି କରିଦେବି ଏସା କରିଦେବି ଟ୍ରାଭେଲ୍ସ କରିଦେବି ସେଟା ଉଡେଇଲା କସିକି ଆଉ। ନା 50,00,000 ଯଦି ମିଳେ ଏଇଟା ପଗଳା ହେଇଯାଇଛି କିଏ କହୁଛି ରିକ୍ସା ବାଲା କହୁଛି ଲୋକଟା ପଗଳା ହେଇଯାଇଛି। 50,00,000 କିଛି କାମ ନାହିଁ ବୋଧେ ଆଜି ଆସିକି କଣ ଏଇଗୁଡା ସବୁ ଚଲେଇଛି। ସେ ସେମିତି ଉଡେଇଲା କହିଲା ଯଦି ତମକୁ 1,00,00,000 ମିଳେ ରାଗିଗଲା ଆଉ କହିଲା ତମକୁ ଦେଇଦେବି। କଣ ହେଲା ସତ କହୁଛ ନା ପୁରା ଖାଣ୍ଟି ସତ। ଭଗବାନଙ୍କ ରାଣ ଖାଇ କହୁଛି ଯଦି ମତେ 1,00,00,000 ମିଳେ ମୁଁ ତମକୁ ଦେଇଦେବି। ନା ପୁରା ସତ ନା ହଁ ପୁରା ସେ ଡାକ୍ତର ହାର୍ଟଚୋକ କରିଗଲା। ସେ ବିଶ୍ୱାସ କରିପାରିଲାନି ଯେ ମତେ 1,00,00,000 ଆସି ଜଣେ ପାଇକିରି ବି ଦେଇଦବ। ତେଣୁ ଏଇଟା ଗୋଟେ ଘଟଣା ଘଟେ ଲୋକ ଯେତ ସେଇ ସ୍ତରକୁ ନ ଯାଇଥାନ୍ତି ତାଙ୍କ ପାଖରେ ବିଶାଳ ଜିନିଷ ଆଣି ଥୁଆଇଗଲେ ସେମାନେ କିଛି ଆବା କାବା ହେଇଯାଆନ୍ତି। ସେଇଭଳି
ଭାବରେ ମା ଏଠି କହୁଛନ୍ତି ସେ ଏତେ ବିପୁଳତା ବୋଧ ରହିଛି। ଆମେ ଏଠି ଜାଣି ରଖିବା ଉଚିତ ଯେ ମନ, ଆମେ ଯୋଉ ମନରେ ରହୁଛୁ, କେତେ ଜଣଙ୍କର ଆମେ ଭାବୁଛୁ ମଣିଷ ହେଇଯାଇଛି ବୋଲି ଆମର ମନ ପୁରା ଉଚ୍ଚତର ସ୍ତରରେ ଅଛି, ସେମିତି ନୁହଁ। ମନ କାହାର ଅଳ୍ପ ଅଳ୍ପ ବିକାଶ ହେଇଛି, କାହାର ମନ ସାମର୍ଥ୍ୟ ଜାଣି ବି ନାହାନ୍ତି, ପ୍ରାଣ ଦ୍ଵାରା ଏବେ ବି ପରିଚାଳିତ ହଉଛନ୍ତି, ଭାଇଟାଲ ମାଇଣ୍ଡ ଦ୍ଵାରା ପରିଚାଳିତ ହଉଛନ୍ତି। ତେଣୁ ଇଏ ସବୁ ହଉଛି ନିମ୍ନ ମନର କାମ। ତାଠାରୁ ଟିକେ ଯଦି ତମେ ଉଚ୍ଚତର ମନକୁ ଯିବ, ସେଠି ବି ତମେ ବିଜ୍ଞ ବ୍ୟକ୍ତି ବା ପ୍ରାଜ୍ଞ ବ୍ୟକ୍ତି ଯୋଉମାନଙ୍କୁ ଉଚ୍ଚତର ମନରେ ବସବାସ କଲା ଭଳିଆ ତମେ ଜାଣିପାରିବ ଯେ ସେଇ ସ୍ତରକୁ ତମେ ପଳେଇବ। ପ୍ରାଜ୍ଞ ବ୍ୟକ୍ତି, ବିଜ୍ଞ ବ୍ୟକ୍ତି, ତମର ଜ୍ଞାନ ସବୁ ଆସିବ। ଉଚ୍ଚତର ମନରେ ଆସି ତମର ସବୁ ବିଷୟରେ ଯୋଉ ଗୋଟେ ପର୍ଯ୍ୟବେକ୍ଷଣ କରିବା, ଆନାଲିସିସ୍ କରିବା ଯେ ହଁ ଏଇଟା ଠିକ ସେଇଟା ଭୁଲ, ଆମେ ଯୋଉ ଭିନ୍ନ ଭିନ୍ନ ଆଙ୍ଗଲରୁ ଦେଖନ୍ତି। ନହେଲେ ଲୋକ ଯୋଉମାନେ ପ୍ରାଣ ଚେତନାରେ ଥାନ୍ତି, ସେମାନେ ମନ ଦ୍ଵାରା ବିଚାର, ମାନେ ମନର ପ୍ରକୃତ ବ୍ୟବହାର ବା ମନର ସେଇ ଯୋଉ ତର୍ଜମା କରିବା ଜାଣିନଥାନ୍ତି। ତେଣୁ ତାଙ୍କୁ ଯୋଉଟା ପସନ୍ଦ ଲାଗେ ସେ ସେଇଟାକୁ କହନ୍ତି ଠିକ। ତାଙ୍କ ଧାରଣାରେ ଏଇଟା ହଉଛି ଏଇଆ, ତେଣୁ ସେ ସେଇଟାକୁ କହନ୍ତି ଠିକ। ମନ ତାଙ୍କର ସେଠି ବେଶୀ ଫଙ୍କସନାଲ ନଥାଏ। ସିଏ ବୁଝି ବି ପାରନ୍ତିନି, ତମେ ତାଙ୍କୁ ଯଦି କହିବ ସେ ବୁଝି ପାରିବେନି ନା। କିନ୍ତୁ ଉଚ୍ଚତର ମନକୁ ଗଲେ ତମେ ବହୁତ ଦିଗରୁ ତମେ ବିଚାର କରିପାରିବ, ଦେଖିପାରିବ, ନୂଆ ନୂଆ ତଥ୍ୟ କୋଉ ଆସୁଛି, କୋଉ ଦୃଷ୍ଟିକୋଣରୁ ଆସୁଛି, ସବୁ ଜାଣିପାରିବ। ତାପରେ ଉପରେ ହଉଛି ଉଚ୍ଚତର ମନ ଠାରୁ ଉପରକୁ ଯଦି ଯିବେ, ଜ୍ୟୋତିର୍ମୟ ମାନସ ବା ଇଲୁମିନ ମାଇଣ୍ଡ। ଆମେ ଲୋୟର ମାଇଣ୍ଡ, ତାପରେ ହାୟର ମାଇଣ୍ଡ, ତାପରେ ଆସିଲା ଇଲୁମିନ ମାଇଣ୍ଡ, ଜ୍ୟୋତିର୍ମୟ ମାନସ। ଜ୍ୟୋତିର୍ମୟ ମାନସ ହଉଛି ମାନେ ଯେମିତି ଆଲୋକ ପଡିଲେ, ଲାଇଟ ପଡିଲେ ସବୁ ଜିନିଷ ଦେଖାଯାଏ। ଉଚ୍ଚତର ମାନସରେ ବି ତାର ଜ୍ଞାନ ସୀମିତ, ଏବଂ ସେ ଯୋଉ ଦୃଷ୍ଟିକୋଣରୁ ଦେଖୁଛି ସେଇ ଦୃଷ୍ଟିକୋଣରୁ ତାକୁ ବିଚାର କରେ। କିନ୍ତୁ ସେଇ ଯୋଉ ଘଟଣା, ସେଇ ଯୋଉ ବସ୍ତୁ, ତାର ଯୋଉଟା ନିଜସ୍ୱ ସତ୍ୟ ଜ୍ଞାନ, ତାର ନିଜସ୍ୱ ଯୋଉ ସାମର୍ଥ୍ୟ, ତାକୁ ସିଏ ଦେଖି ପାରିନଥାଏ। ସେ କେବଳ ଦୃଷ୍ଟିକୋଣରୁ ଦେଖେ, ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ। ବର୍ତ୍ତମାନ ମାନେ ଗୋଟେ ଜିନିଷଟେ, ଗୋଟେ ବଡ ଜିନିଷଟେ ଥୁଆ ହେଇଛି, ବାଁ ପଟରେ ଯିଏ ଠିଆ ହେଇଛି ସେ ତାର ବାଁ ପଟ ସାଇଡ ଟା ଦେଖୁଛି, ଡାହାଣ ପଟ ସାଇଡ ଯିଏ ସେ ଡାହାଣ ପଟଟା ସାଇଡ ଦେଖୁଛି, ଉପରେ ଯିଏ ଠିଆ ହେଇଛି ଉପରଟା ଦେଖୁଛି, ତଳୁ ଯିଏ ଠିଆ ହେଇଥିବ ସେ ତଳୁ ଦେଖୁଥିବ। ଏଇଭଳି ଭାବରେ ସେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରେ ଦେଖୁଥିବ। କିନ୍ତୁ ସେ ଜିନିଷଟା ପ୍ରକୃତରେ କଣ, ସେ ଜିନିଷଟା ତମକୁ ଯେତେବେଳେ ହାୟର ମାଇଣ୍ଡ ଯାଉଛ, ତମ ଉପରୁ ଥାଇକି ତମେ ସବୁ ଆଙ୍ଗଲ ଦେଖିପାରୁଛ। କିନ୍ତୁ ଜିନିଷଟା ସହିତ ଏକାତ୍ମ ହେଲେ ସିଏ ଆଉ ଗୋଟେ ପ୍ରକାର ନଲେଜ ଆସେ। ଜିନିଷଟା ପ୍ରକୃତରେ ଯାହା ଲାଇଟ ପଡିଲେ ଯେମିତି ଜିନିଷଟା ଆମକୁ ଦେଖାଯାଉଛି, ଆରେ ହେଇ ମୁଁ ଏଇଟା ଭାବୁଥିଲି ସାପଟା ବୁଲାରେ, ଏଇଟା ଦୌଡିଟା ଦୌଡିଟା ଦେଖାଗଲା। ସେ ଜ୍ୟୋତିର୍ମୟ ମାନସରେ ଯେମିତି ଟର୍ଚ ପଡିଲେ, ଲାଇଟ ଟା ପଡିଲେ ଯେମିତି ଦେଖାଯାଏ, ତେଣୁ ସତ୍ୟର ଗୋଟାଏ ଦିଗ ତମକୁ ଦେଖାଯିବ। ଇଣ୍ଟୁଟିଭ ମାଇଣ୍ଡକୁ ତମେ ଯେତେବେଳେ ଚାଲିଛ, ତା ଉପର ସ୍ତର ହଉଛି ସମ୍ବୋଧି ମାନସ। ଇଣ୍ଟୁଟିଭ ମାଇଣ୍ଡ ଇଲୁମିନ ମାଇଣ୍ଡ ଠାରୁ ଟିକେ ଉପରେ। ସେଠି ଯେତେବେଳେ ଚାଲି ଯାଉଛନ୍ତି, ସିଏ ସତ୍ୟ ସମ୍ବନ୍ଧରେ ଇଏ ଗୋଟିଏ ଦିଗ ଦେଖୁଥିଲ, ସତ୍ୟର ଗୋଟିଏ ଦିଗ ଦେଖୁଥିଲ, ସେଠି ସତ୍ୟ ସମ୍ବନ୍ଧରେ ତମେ ସଚେତନ ହେଇପାରିବ, ସେଠୁ ପ୍ରେରଣା ପାଇପାରିବ, କଣ ଉତ୍ସ ତା ସମ୍ପର୍କରେ ତମର ଜ୍ଞାନ ଆସିଯିବ। ଓଭର ମାଇଣ୍ଡ ମୁଁ ଖାଲି ଅଳ୍ପରେ ଅଳ୍ପରେ କହୁଛି, ଯେତେବେଳେ ଅଧିକ କେତେବେଳେ ଆଲୋଚନା ଦରକାର ପଡେ କହିବା, କାହିଁକିନା ତାପରେ କୋଶ୍ଚିନ ଆଲୋଚନା ବି ରହିଛି। ଇଲୁମିନ ମାଇଣ୍ଡ ପରେ ଇଣ୍ଟୁଟିଭ ମାଇଣ୍ଡ ଗଲା, ଇଣ୍ଟୁଟିଭ ମାଇଣ୍ଡ ପରେ ଯେତେବେଳେ ଓଭର ମାଇଣ୍ଡକୁ ଯିବ, ଶ୍ରୀକୃଷ୍ଣ ଯୋଉ କନସିୟସନେସ ରେ ଆସିକିରି ପୃଥ୍ବୀ ପୃଷ୍ଠରେ ବିଚରଣ କରୁଥିଲେ, ଯୋଉ ସିଏ ହଉଛନ୍ତି ଓଭର ମାଇଣ୍ଡ ଲେବୁଲର। ତାମାନେ ଊର୍ଧ୍ୱତର ସତ୍ତାର ଯୋଉ ସତ୍ୟ, ସେ ସମ୍ବନ୍ଧରେ ତୁମର ଜ୍ଞାନ ରହିବ। ଏଠି ପ୍ରେରଣାରେ ଇଣ୍ଟୁଟିଭରେ କଣ ହଉଥିଲା, ତୁମେ ସେଠୁ ଯାହା ପ୍ରେରଣା ଆସୁଥିଲା ତୁମେ ତାକୁ କାର୍ଯ୍ୟକାରୀ କରୁଥିଲ। ଓଭର ମାଇଣ୍ଡ ଲେବୁଲ ଯେତେବେଳେ ଯାଉଛ, ତମେ ଉପର ସହିତ ସଚେତନ, ତମର ଟିକେ ସମ୍ପର୍କ ରହିବ, ଏବଂ ତମେ ଯାହା ଏଠି ସତ୍ୟଟା ଯୋଉଭଳି ଭାବରେ ପ୍ରତିଷ୍ଠିତ ହେବାକୁ ସିଏ ଚାହୁଁଛନ୍ତି, ପ୍ରକାଶ ହେବାକୁ ଚାହୁଁଛନ୍ତି, ତମେ ତାହା ଜାଣିପାରିବ। ଇଣ୍ଟୁଟିଭ ମାଇଣ୍ଡରେ ଆସିଲେ ତମେ ଜାଣିପାରୁଥିବ, ଏଠି ତମେ ତାଙ୍କ ସହିତ ତମର ସମ୍ପର୍କ ରହିବ। ତେଣୁ ତମେ ସତ୍ୟ ସମ୍ବନ୍ଧରେ ଜାଣିପାରିବ, ସତ୍ୟର ପ୍ରକୃତରେ ସତ୍ୟ ସମ୍ବନ୍ଧରେ ଜାଣିବ। ପ୍ରଭୁ ଲେଖୁଛନ୍ତି, ଠାକୁର ଶ୍ରୀ ରାମକୃଷ୍ଣ ପରମହଂସ ମଧ୍ୟ ଓଭର ମାଇଣ୍ଡ ଲେବୁଲରେ ରହିଥିଲେ, କାମ କରୁଥିଲେ। ତେଣୁ ସିଏ କାଳୀଙ୍କ ସହିତ ତାଙ୍କର ସିଧା ସମ୍ପର୍କ ଥିଲା। ପ୍ରାୟ ଦେବାଦେବୀ ମାନେ ସବୁ ଏଇ ଓଭର ମାଇଣ୍ଡ ଲେବୁଲରେ ବି ଥାନ୍ତି। ତା ଉପରକୁ ଆସିଲେ ଯାଇକିରି ଆସିଲା ଆମର ସୁପର ମାଇଣ୍ଡ, ଅତି ମାନସ। ତେଣୁ ସିଏ କାହିଁ କେତେ ଉଚ୍ଚରେ,
ତେଣୁ ମା କହୁଛନ୍ତି ତା ପୂର୍ବରୁ ଆହୁରି ଇଏ ତ ଶ୍ରୀଅନ୍ଦ ଯୋଉ କହିଲେ ଗୋଟେ ବଡ ବଡ ଏରିଆଟା କହିଲେ, ତା ମଝିରେ ବି ବହୁତ ଗୁଡେ ପ୍ୟାସେଜ ରହିଛି। ତେଣୁ ମା କହିଲେ ଯଦି ଜଣେ ସେଇ ପ୍ୟାସେଜ ରୁ ଗୋଟାଏ ବି ଜାଗାରେ ପହଞ୍ଚିଯାଏ, ସେ ତାର ଯୋଉ ବିପୁଳତା ବୋଧ ସେଥିରେ ସେ ବୁଝିପାରିବନି, ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଯିବ, ଅନ୍ଧ ହେଇଯିବ। ଜଣେ ଯୋଗୀ ଯେ ସବୁ କଥା ଜାଣିପାରିବ ଏବଂ ଯାହା କିଛି ପ୍ରଶ୍ନର ଉତ୍ତର ଦେଇପାରିବ, ସାଧାରଣଙ୍କର ଏହି ଧାରଣାଟି ପଛରେ ଏହି ପ୍ରକୃତ କଥାଟି ରହିଛି ଯେ ମନ ଭିତରେ ଏପରି ଏକ ଭୂମି ରହିଛି ଯେଉଁଠାରେ କି ଯାବତୀୟ ବିଷୟର ସ୍ମୃତି ଗଚ୍ଛିତ ହୋଇ ରହିଛି ଏବଂ ସେଇ ସ୍ମୃତିଟି ସର୍ବଦା ହିଁ ବଳବତ୍ତର ରହିଛି। ପୃଥିବୀ ଜୀବନର ଯାବତୀୟ ମାନସିକ ଗତିସ୍ପନ୍ଦନ ଠିକ ଏଇ ଭୂମିରେ ସ୍ମୃତିସ୍ଥ ହୋଇ ରହିଥାଏ ଏବଂ ଲିପିବଦ୍ଧ ହୋଇ ରହିଥାଏ। ଯେଉଁ ବ୍ୟକ୍ତିମାନେ ସେ ଯାଏ ଯିବାକୁ ସମର୍ଥ ହୁଅନ୍ତି ଏବଂ ସେହି ଶ୍ରମଟିକୁ କରିବା ଲାଗି ସମ୍ମତ ହୁଅନ୍ତି, ସେମାନେ ସେଇ ଆଗାରଟିରେ ଯାଇ ନିଜର ଇଚ୍ଛା ଅନୁସାରେ ପଢି ପାରନ୍ତି ଏବଂ ଯେକୌଣସି ଶିକ୍ଷା ମଧ୍ୟ କରିପାରନ୍ତି। ଦେଖନ୍ତୁ, ଏଇଠି ଏଇଟା ଏବେ ଏବେ ବୁଝନ୍ତୁ କଣ ହୁଏ। ଯାହା ଏଠି ଘଟଣା ଘଟୁଛି ତାହା ସବୁ ଗୋଟେ ଜାଗାରେ ଲିପିବଦ୍ଧ ହେଇକି ରହିଛି। ଆମେ ଯେମିତି ଆମର ମସ୍ତିଷ୍କରେ ମେମୋରି ବା ସ୍ମରଣ କରି ରଖୁଛୁ, ସ୍ମୃତି ଶକ୍ତି ଆକାର ରହିଛି, ସେମିତି ମନର ଭୂମିରେ ବିଶ୍ଵ ମନର ଭୂମିରେ ଗୋଟେ ସ୍ତର ରହିଛି ବା ମନଭୂମିରେ ଗୋଟେ ଜାଗା ରହିଛି ଯୋଉଠି ଏ ସବୁ ଗୁଡାକ ଗଚ୍ଛିତ ହେଇକି ରହିଛି। ଯାହାର ସାମର୍ଥ୍ୟ ରହିଛି ମନର ସେଇ ସ୍ତରକୁ ଯାଇ ପହଞ୍ଚିଗଲା, ସେଟା ମନରେ ମନଭୂମିର କଥା, ଜମାରୁ ମନ ଉପରକୁ ବି ନୁହଁ। ମନଭୂମିରେ ଯଦି ଯାଇକି ସେଇ ସ୍ତରରେ ପହଞ୍ଚିଗଲା, ବା ଆମେ କହିବା ସେଇ ଗୋଦାମ ଘରଟା ଚାବି ପାଇଗଲା, ଯୋଉ ଗୋଦାମ ଘରେ ସବୁ ଏଇ ପୃଥିବୀର ଯାବତୀୟ ଘଟଣା ଗୁଡାକ ରହିଛି, ବା ସେଇ ଲାଇବ୍ରେରୀ ଘର ପାଇଗଲା ଯୋଉ ଲାଇବ୍ରେରୀରେ ସବୁ ବହି ଗୁଡାକ ରହିଛି, ସେଇ ଘରର ଚାବି ଯିଏ ପାଇଗଲା ବା ସେ ଘରର ଠିକଣା ଯିଏ ପାଇଗଲା, ଯାଇ ତା ଭିତରେ ପଶିଗଲା, ଚାବି ପାଇବା ବି ଦରକାର, ଖାଲି ଠିକଣା ପାଇଲେ ହବନି। ଠିକଣା ପାଇ ଚାବି ପାଇକି ଭିତରେ ଯେତେବେଳେ ପଶିଗଲା, ତେଣୁ ଯୋଉ ବହିଟା ଖୋଲିବ ସେଇ ବହିରେ ଯୋଉ ଯୋଉ ତଥ୍ୟ ରହିଛି ସେ ତା ଆଗରେ ସେ ଦେଖିପାରିବ, ପଢିପାରିବ, ବୁଝିପାରିବ। ତେଣୁ ଆମ ବିଷୟରେ ଜଣେ ଜାଣିବାକୁ ଚାହିଁଲା, ସେଇ ଯୋଉଠି ସ୍ମୃତି ଯୋଉଠି ମନେ ରଖା ହେଇଛି, ତେଣୁ ଚିନ୍ତା କରନ୍ତୁ ଏଇଟା କେତେ ବଢିଆ କଥାଟା, ଯୋଉଟା ହୁଏତ କିଏ ଜାଣିଥିବେ ବା ନ ଜାଣିଥିବେ। ଏମିତି ସ୍ତର ରହିଛି। ସେଠୁ ଯାଇକିରି ବର୍ତ୍ତମାନ ନିଶ୍ଚିତ କଣ୍ଟେଣ୍ଟରେ ଖୋଜିଦେଲା ଯେ ନିଶ୍ଚିତ କୋଉଠି ଅଛନ୍ତି, ନିଶ୍ଚିତର ଚାପ୍ଟର ଟା ଖୋଲିଦେଲା, ନିଶ୍ଚିତ ବିଷୟ ସବୁ ଚାଲିଲା। ନିଶ୍ଚିତ ଏତେଟା ଜନ୍ମ ବ୍ୟାପିକି ଆସିଛି, ଏ ଜନ୍ମରେ ଏହା କରିଛି, ସେ ଜନ୍ମରେ ସେୟା କରିଛି, ଚାଲିଲା, ଆଉ କଣ ଅଛି। ତେଣୁ ସେଇଟା ହଉଛି କୋଉଠି, ମନଭୂମିରେ। ସେତିକି ଯିଏ କହିଦେଲା, ଆମ ପାଇଁ ତ ସେଇଟା ବିରାଟ କଥା। ଭାଇଲୋ ବୋପା, ଏତେ ଜନ୍ମ କଥା କହିଦଉଛି। ଏବଂ ସେଇ ଜନ୍ମରେ ସେଇ ଜାଗାରେ କଣ ହେଇଥିଲା, ଯୋଉ ଲୋକକୁ ବି ଯଦି ସେଇ ଯୋଉ ଜାଗାର ଘର ଫର ସମ୍ପର୍କେ ଜଣାଥବ, ସେ କହିବ ହଁ ଏମିତିଆ ଗୋଟେ ଲୋକ ଥିଲେ, ଏମିତିଆ ଗୋଟେ ପରିବାର ଥିଲା, ତାଙ୍କର ଦିଟା ପୁଅ ଝିଅ ଥିଲେ ଏବଂ ତାଙ୍କର ଗୋଟିଏ ପୁଅ ଏମିତି କରିଥିଲା, ସେ କହିଦେଇ ପାରିବ। ତେଣୁ ଏଇ ବାବା, ଇଏ ମହାଜ୍ଞାନୀ, ଇଏ ଭଗବାନ ସହିତ ପୁରା ସିଧା ସମ୍ପର୍କ। ମା କହୁଛନ୍ତି ଇଏ ଅତି ମାନସ ସହିତ ଆର କିଛି ସମ୍ପର୍କ ନାହିଁ, ଇଏ ସବୁ ହଉଛି ମନଭୂମିର କଥା। ମାତ୍ର ଏହି କ୍ଷେତ୍ରଟିକୁ ଭୁଲରେ ପଡି କଦାପି ଅତିମାନସର କ୍ଷେତ୍ର ଗୁଡିକ ବୋଲି ଭାବିବା ଉଚିତ ନୁହେଁ। ଏବଂ ତଥାପି ଏହି କ୍ଷେତ୍ରଟିରେ ବି ଯାଇ ପହଞ୍ଚି ପାରିବା ଲାଗି ତୁମକୁ ଜଡସ୍ଥ ଅର୍ଥାତ ଭୌତିକ ମନର ଯାବତୀୟ କ୍ରିୟାତ୍ମକତାକୁ ନିରବ କରି ଆଣିବା ଲାଗି କ୍ଷମତା ହାସଲ କରିବାକୁ ପଡିଥାଏ। ମାନେ ଏଇ ଏତକ ତଥ୍ୟ ପାଇବା ପାଇଁ ମଧ୍ୟ, ମନର ଏଇ ସ୍ତରକୁ ଯିବାକୁ ମଧ୍ୟ ଆମର ମନକୁ ନିରବ କରିବାକୁ ପଡିବ। ଅନେକ କ୍ରିୟାତ୍ମକତା, ଯୋଉଟା କ୍ରିୟାଶୀଳ ହେଇକି ରହିଛି, ଆମେ ଯେମିତି କେତେ କଥା ରହିଛି, ଏମିତି ଜାଣିଛନ୍ତି ମନ ବହୁତ କଥା ଚିନ୍ତା କରେ, ବହୁତ ଯୁକ୍ତି କରେ, ବହୁତ ବିଷୟରେ ସେ ଖାଲି ତା ମୁଣ୍ଡଟାକୁ ପୂରେଇକିରି ଯୋଉ ବିଷୟ ଯୋଉ କଣ ଘାଣ୍ଟି ଚକଟି ହୁଏ, ଇଏ ସବୁ ଜିନିଷକୁ ନିରବ କରିବାକୁ କ୍ଷମତା ହାସଲ କରିବା ଦରକାର। ଏବଂ ଖାଲି ମନର ନିରବତା ହବ ନାହିଁ, ତା ସହିତ କଣ, ଆପଣାର ଯାବତୀୟ ଇନ୍ଦ୍ରିୟ ବୋଧକୁ ପରିହାର କରି ଆସି ତୁମର ସାଧାରଣ ମନସ୍ତରୀୟ ଯାବତୀୟ ଗତିସ୍ପନ୍ଦନକୁ ମଧ୍ୟ ନିର୍ବାପିତ କରିଦେବାକୁ ହୋଇଥାଏ। ମାନେ ଇନ୍ଦ୍ରିୟ ବୋଧକୁ ବନ୍ଦ କରିବ, ଇନ୍ଦ୍ରିୟ ବୋଧକୁ ପରିହାର କରିବ। ଯୋଉ ଆମେ ଶୁଣିଥିବେ ଯେ ଯେତେବେଳେ ସାଧନା କରନ୍ତି, ତପସ୍ୟା କରନ୍ତି, ଇନ୍ଦ୍ର ଆସି ହଇରାଣ କରନ୍ତି ବୋଲି। ଇନ୍ଦ୍ର ଆସି ହଇରାଣ କରିବେ ମାନେ ଇନ୍ଦ୍ରିୟ ମାନେ ଆମର ଭିନ୍ନ ଭିନ୍ନ ସବୁ ତାଙ୍କର ଯୋଉ ରହିଛି, ତାଙ୍କର ଯୋଉ ପରିପ୍ରକାଶ ରହିଛି, ସେ ସବୁ ଆସିକିରି ମାନେ ପରିପ୍ରକାଶ ହେଇଯିବ। କାହିଁକି ନା ତୁମେ ସେଇ ଜଗତକୁ ବର୍ତ୍ତମାନ ଯିବ, ଟିକେ ଯେତେବେଳେ ନିରବ ରହିଲା, ଇନ୍ଦ୍ରିୟ ମାନଙ୍କର ଯୋଉ ଜଗତ ତା ଭିତରେ ତମେ ପ୍ରବେଶ କଲ।
ପ୍ରବେଶ କଲେ କଣ ହବ? ତାମାନେ ଅଧିକ ଯେତେବେଳେ ତୁମେ ଗାଢ ନିରବ ଅବସ୍ଥା ବା ତପସ୍ୟାରେ ମଗ୍ନ ରହିଲ, ସେତେବେଳେ ଇନ୍ଦ୍ରିୟଟା ଆକ୍ଟିଭ ହବ। ବର୍ତ୍ତମାନ ଇନ୍ଦ୍ରିୟ ସ୍ତର ଭିତରେ ତମେ ପଶିଲ, ତେଣୁ ସେଇଠି ଇନ୍ଦ୍ରିୟର ଯାବତୀୟ ଖେଳା ରହିଛି, ଯୋଉଟା କି ଆମକୁ କଣ କରେ, ସାଙ୍ଗେ ସାଙ୍ଗେ ପରାଭୂତ କରିଦିଏ। ତେଣୁ ଆମେ କହୁ କଣ ନା, ଇନ୍ଦ୍ର ପଠେଇଲେ ରମ୍ଭା, ମେନକା, ଉର୍ବଶୀ, ତାପରେ ନା ଆଗ କଣ ପଠେଇବେ ନା ନିଆଁ, ଚାରିପଟେ ନିଆଁ ଜାଳିବ, ବର୍ଷା ହବ, ପବନ ହବ, ଝଡ ହବ ଆମ ତପସ୍ୟା ଭାଙ୍ଗିବା ପାଇଁ। ଏ ସବୁ ହଉଛି ସିମ୍ବଲିକ, ପ୍ରତୀକାତ୍ମକ ଭାବରେ। ମାନେ ବହୁତ ଗୁଡାଏ ଗତିସ୍ପନ୍ଦନ ଆମ ଭିତରେ ଆସି ପହଞ୍ଚିବ। ଯେମିତି ଯେତେ ଗୁଡାଏ କଥା ଆମେ ସବୁ ଛାଡି ଛୁଡିକି ଆଇଥିବୁ, ତାର କରାଳ ରୂପ ଆସି ମତେ ମାନେ ଯେମିତି ଚାରିପଟେ ମତେ ଖେଳେଇଦବ, ମତେ ଏହା ଦେଖାଯିବ, ସେୟା ଦେଖାଯିବ। ତାପରେ ତୁମକୁ ଲୋଭ ଦେଖେଇବ, ଧନ ଅର୍ଥ ସବୁ ଦେଖେ, ଅର୍ଥ ଧନ ସବୁ ସବୁ ଲୋଭ ତମ ଆଗରେ ଆସିଯିବ। ଏ ସବୁ ଇନ୍ଦ୍ରିୟ ବୋଧର। ତାପରେ କାମ ପ୍ରବୃତ୍ତିରେ ଆସିବ। ଏଇଭଳି ଭାବରେ ଇନ୍ଦ୍ରିୟ ବୋଧ ଯୋଉ ଆସିବ, ତାକୁ ବି ତମକୁ ପରିହାର କରିବାକୁ ପଡିବ। ତାପରେ ତୁମର ସାଧାରଣ ମନସ୍ତରୀୟ ଯାବତୀୟ ଗତିସ୍ପନ୍ଦନ, ବାହ୍ୟ ମନର ଯେତେ ଯାବତୀୟ ଗତିସ୍ପନ୍ଦନ, ତାକୁ ନିର୍ବାପିତ କରିଦେବାକୁ ପଡିବ। ଆପଣାର ପ୍ରାଣିକ ମଧ୍ୟରୁ ବାହାରି ଆସିବାକୁ ହୋଇଥାଏ। ପ୍ରାଣ ସ୍ତରରୁ ଉପରକୁ ଉଠିବାକୁ ପଡିବ। ଯୋଉ ଭାଇଟାଲ ସ୍ତରରେ ଆମେ ଯୋଉ ସବୁ ରହିଛୁ ନା, ତା ସ୍ତର ଉପରକୁ ଉଠିବାକୁ ପଡିବ। ମତେ ଭଲ ଲାଗୁଛି, ମତେ ଖରାପ ଲାଗୁଛି, ଏଇ କହନ୍ତି ନା ମୋ ପସନ୍ଦ, ମୋ ଅପସନ୍ଦ, ରୁଚି ଅରୁଚି, ଇଏ ସବୁ ହଉଛି ପ୍ରାଣିକ ସ୍ପନ୍ଦନ। ମୋ ଚିନ୍ତାଧାରା ସହିତ ଯାହାର ଚିନ୍ତାଧାରା ସମାନ, ମୁଁ ଯୋଉ ଭଳିଆ ବଞ୍ଚୁଛି ସେଇଭଳିଆ ଯଦି କିଏ ବଞ୍ଚିଲା, ତାକୁ ଇଏ ହଉଛି ଠିକ। ଏଇ ଯୋଉ ଯୋଉ ସବୁ ପ୍ରାଣର ଗତିବିଧି ଗୁଡାକ ଏଠୁ ସବୁ ଉପରକୁ ବାହାରିବାକୁ ପଡିବ। ଶରୀରର ଦାସତ୍ୱ ଭିତରୁ ମୁକ୍ତି ବି ହେବାକୁ ହୋଇଥାଏ। ଶରୀରର ଦାସତ୍ୱ ଆମେ ଜାଣିଛେ, ଶରୀର ସାଧାରଣତଃ ପରିବର୍ତ୍ତନ ବିମୁଖ, ତାମସିକତା ରହିଛି, ଏବଂ ଶରୀର ଜଡ ଭଳିଆ ସବୁବେଳେ ରହିଥାଏ। ସିଏ ହଠାତ୍ କିଛି ବା ନିଜ ଆଡୁ ବର୍ତ୍ତମାନ ସୁଦ୍ଧା ବି ସଚେତନ ହେଇନି ଶାରୀରିକ ଦାସତ୍ୱରୁ ମୁକ୍ତ ହେବାକୁ ହୋଇଥାଏ। ତେବେ ଯାଇ ତୁମେ ସେଇ ରାଜ୍ୟ ମଧ୍ୟରେ ପ୍ରବେଶ କରିପାର ଓ ଦେଖିବାକୁ ସମର୍ଥ ହୁଅ। ତେବେ ତୁମେ ନିଶ୍ଚୟ ସେଠାରେ ପହଞ୍ଚି ପାରିବ ଏବଂ ପୃଥିବୀ ସ୍ମୃତିର ପଟଟି ଉପରେ, ମାନେ ପୃଥିବୀର ଯୋଉ ସ୍ମୃତି ପଟଟି ରହିଛି, ସେ ପଟଟି ଉପରେ ଯାହା ସବୁ ଲେଖା ହୋଇ ରହିଛି, ତୁମେ ସେଗୁଡିକୁ ନିଶ୍ଚୟ ପାଠ କରିପାରିବ। ତେଣୁ ତେଣୁ ଯଦି ତୁମେ ନିରବତାର ଗଭୀର ମଧ୍ୟରେ ପ୍ରବେଶ କରିପାରିବ, ତେବେ ତୁମେ ଚେତନାର ଏପରି ଗୋଟେ ସ୍ତରରେ ଯାଇ ପହଞ୍ଚିବ, ଯେଉଁଠାରେ କି ତୁମର ଯାବତୀୟ ପ୍ରଶ୍ନର ଉତ୍ତର ପାଇବା ଲାଗି ତୁମେ ଲାଗି ମୋଟେ ଅସମ୍ଭବ ହେବ ନାହିଁ। ସବୁ ପ୍ରଶ୍ନର ଉତ୍ତର ସେଠି ମିଳିଯିବ, ଯଦି ତୁମେ ମନର ନିରବତାର ଗଭୀର ଭିତରୁ ପଶିଗଲ। ଯଦି ଏପରି ଜଣେ ବ୍ୟକ୍ତି ରହିଥିବେ, ଯେ କି ଅତି ମାନସର ପରିପୂର୍ଣ୍ଣ ସତ୍ୟଟି ଆଡକୁ ସଚେତନ ଭାବରେ ଉନ୍ମୁକ୍ତ ହୋଇପାରିଥିବେ, ତା ସହିତ ସତତ ସଂସ୍ପର୍ଶରେ ଅବସ୍ଥାନ କରୁଥିବେ, ତେବେ ସେ ସୁନିଶ୍ଚିତ ଭାବରେ ଉତ୍ତର ଦେବାର ଯୋଗ୍ୟ, ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ। ଅତିମାନସ ପରମାଲୋକର ପ୍ରତିଫଳନ ଦ୍ଵାରା ସେ ତାହା କରିପାରିବେ। ଯଦି ଅତିମାନସର ଶକ୍ତି ସହିତ ଆମର ସମ୍ପର୍କ ହୁଏ, ସଚେତନ ଭାବରେ ଆମେ ଖୋଲି ହେଇଯାଉ, ତାହେଲେ ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବ। ଅତିମାନସ ପରମ ଆଲୋକର ପ୍ରତିଫଳନ ଦ୍ଵାରା ସେ ତାହା କରିପାରିବେ। ଅତିମାନସ ଆଲୋକ ତା ମଧ୍ୟ ଦେଇ ପ୍ରତିଫଳନ ହବ, ବା ପ୍ରତିଫଳନ ହେଇକି ତାଙ୍କ ପାଖରେ ଜ୍ଞାନଟି ଉଦ୍ଭାସିତ ହବ। ଅତିମାନସ ଆଲୋକରେ ଯେମିତି ଗୋଟେ ବସ୍ତୁ ଉପରେ ପଡିକି ପ୍ରତିଫଳନ ହେଇକିରି ଆମେ ବସ୍ତୁଟିକୁ ଦେଖୁଛୁ, ସେଇଭଳି ସତ୍ୟ, ଯୋଉ ସତ୍ୟଟି ଆମ ପାଖରେ ପ୍ରତିଭାତ ହବ, ତାପରେ ଅତିମାନସ ଆଲୋକ ପଡିଲେ ଆମ ପାଖରେ ସେଟା ଦୃଶ୍ୟମାନ ହବ। ମାତ୍ର ଏହି କ୍ଷେତ୍ରରେ ଯାହା କିଛି ପଚରା ଯିବ, ତାହା ବସ୍ତୁ ଗୁଡିକର ପଶ୍ଚାତରେ ରହିଥିବା ସତ୍ୟ ତଥା ବାସ୍ତବତା ବୋଧର କୌଣସି ନା କୌଣସି କ୍ଷେତ୍ରରୁ ଉଦ୍ଭୂତ ହୋଇ ଆସିପାରୁଥିବା ଦରକାର। ଏହିପରି ଅନେକ ଅନେକ ପ୍ରଶ୍ନ ରହିଛି, ବହୁ ଆଲୋଚିତ ଏପରି ଅନେକ ସମସ୍ୟା ରହିଛି, ଯେଉଁଗୁଡା କି କେବଳ ମନ ପ୍ରସ୍ତୁତ ନାନା ତୁଚ୍ଛା କଳ୍ପନାରୁ ବୁଣା ହୋଇଥାଏ। ଗୋଟିଏ ଗୋଟିଏ ଜାଲ ପରି ହୋଇ ରହିଥାନ୍ତି, ବା ବସ୍ତୁ ଗୁଡିକର ଭ୍ରମମୟ ଉପରି ଭାଗଟା ହିଁ ବିଚରଣ କରିବା ଲାଗିଥାନ୍ତି। ଏଗୁଡିକୁ ପ୍ରକୃତ ଜ୍ଞାନ ବୋଲି ଆଦୌ କୁହାଯିବ ନାହିଁ। ଆରେ ସେ ଯେମିତି ଜଣେ ପଚାରନ୍ତି, ମୋ ଚାହାରେ କେତେ ଚିନି ପଡିବ, ସେଇଟା ସେ ଯୋଗୀ କହିପାରିବେ କି ନାହିଁ? ଇଏ ସବୁ ହଉଛି କଣ, ମାନେ ବାହାରର ଏଇ ମନ ପ୍ରସୂତ ନାନା ତୁଚ୍ଛା କଳ୍ପନା ଗୁଡିକ। ଆମ ଭିତରେ ସେଇ ଜ୍ଞାନ ଦରକାର ହୁଏ, ତା ଭିତରେ ଯୋଉଟା ସତ୍ୟ ବା ଉତ୍ସ ସହିତ ସମ୍ପର୍କ ରହିଛି, ସେଇ ଜ୍ଞାନ ଗୁଡିକ ବା ସେଇ ପ୍ରଶ୍ନର ଉତ୍ତର ଗୁଡିକ ତୁମ ପାଖକୁ ପ୍ରତିଭାତ ହବ। ଏଗୁଡିକୁ ପ୍ରକୃତ ଜ୍ଞାନ ବୋଲି ଆଦୌ କୁହାଯିବ ନାହିଁ। ସେଗୁଡିକ ହେଉଛନ୍ତି ଜ୍ଞାନର ଗୋଟିଏ ବିକୃତି, ଏବଂ ସେଗୁଡିକ କେବଳ ଅଜ୍ଞାନର ଉପାଦାନକୁ ହିଁ ବହନ କରୁଛନ୍ତି। ମାତ୍ର ଏକଥା ମଧ୍ୟ ବେଶ ସମ୍ଭବ ଯେ
ଯେଉଁମାନେ ମନର ଭୂମିରେ ରହି ଯାବତୀୟ ପ୍ରଶ୍ନ କରନ୍ତି ସେମାନଙ୍କ ଲାଗି ମଧ୍ୟ ତାହା ସନ୍ତୋଷଦାୟକ ହୋଇପାରିବ ନାହିଁ, ହୁଏତ ବୋଧ୍ୟ ବି ହେବ ନାହିଁ। ବଢିଆ କଥାଟି, ଏଇ କଥାଟା ମନେ ରଖିବା। ସାଧାରଣତଃ କଣ ହୁଏ, ଜଣେ ଯେତେବେଳେ ଯୁକ୍ତି ଛଳରେ କୌଣସି ସାଧୁଙ୍କୁ ବା କୌଣସି ଋଷିଙ୍କୁ ଯେତେବେଳେ ପ୍ରଶ୍ନ କରନ୍ତି, ସେତେବେଳେ ଋଷି ବା ସାଧୁ ତା ପ୍ରଶ୍ନର ଉତ୍ତର ଦିଅନ୍ତି ନାହିଁ। କାହିଁକି ଉତ୍ତର ଦିଅନ୍ତିନି? ଏଇ ଲାଇନଟି ତାର ହଉଛି ଉତ୍ତର। କହିଲେ କଣ, ଯେତେବେଳେ ତମେ ଯୋଉ ମନ ଭୂମିରେ ରହିକି ଯାବତୀୟ ପ୍ରଶ୍ନ କରୁଛ, ସେତେବେଳେ ତାକୁ ତମେ ଯାହା ବି ଉତ୍ତର ଦିଅ ସିଏ ସନ୍ତୋଷ ହବ ନାହିଁ। କାହିଁକି ନା ସେ ସନ୍ତୋଷ ନ ହବା ପାଇଁ ପ୍ରଶ୍ନ କରୁଛି। ତମେ ଯେତେ ପଚାର, ଯେତେ ବୁଝାଅ, ସେ ଆଦୌ ସନ୍ତୋଷ ହବ ନାହିଁ। ଏପରିକି ତମେ ଯେତେବେଳେ ତାକୁ ଅତି ଗୁଡ କଥା କହୁଥିବ, ସେ ବୁଝି ବି ପାରିବ ନାହିଁ, ବୋଧ ବି ତାର ହବ ନାହିଁ। ଏମିତି ଥରେ ଘଟଣାରେ କହିଲେ ଯେ ଭଗବାନଙ୍କ ଉପରେ ବିଶ୍ୱାସ ନିର୍ଭରତା କରିବା ପାଇଁ ଯୋଉ ପ୍ରଶ୍ନ ଚାଲିଥିଲା, ସେତେବେଳେ ମା କହିଲେ ଏଇଟା ବି ସତ ଯେ ତମ ଆଗରେ ବର୍ତ୍ତମାନ ଯଦି ନିମ୍ବ ଗଛର ପତ୍ର ଆଣି ତମକୁ ଦିଆଯିବ, ତମେ ଚୋବେଇବ, ପିତା ଲାଗୁଥିବ, ଏବଂ ତମକୁ ତା ଭିତରେ କହିବ ଯେ ବର୍ତ୍ତମାନ ଟଚ୍ କରି ଦିଆଗଲା ଏବଂ ନିମ୍ବ ପତ୍ର ଦିଆହେଲା, ତମକୁ ମିଠା ଲାଗିଲା, ତଥାପି ମନଭୂମିରେ ରହିଥିବା ଲୋକ ତାକୁ ବିଶ୍ୱାସ କରିବନି ଯେ ଏଇଟା ଉଚ୍ଚତର ଶକ୍ତି ବଳରେ ନିମ୍ବ ପତ୍ରଟି ମିଠା ଲାଗିଲା ବୋଲି। ସିଏ ସାଙ୍ଗେ ସାଙ୍ଗେ ତାକୁ ମନରେ ଆଉ ଗୋଟେ ଆଙ୍ଗଲ ଚିନ୍ତା କରିବ, କହିବ କଣ ନା ମ ସେଇଟା ଏଇଟା ନିମ୍ବ ପତ୍ର ହେଇନଥିବ, ନିମ୍ବ ପତ୍ର ଭଳିଆ ଦେଖା ଯାଉଥିବ, ସିଏ ଭିନ୍ନ ଭିନ୍ନ ତା ଦେହରେ ସିଏ ତାର ପେଞ୍ଚ ପକେଇବ, ସେ ଜମାରୁ ବିଶ୍ୱାସ କରିବ ନାହିଁ। ଜମାରୁ, ସେଥିପାଇଁ କହୁଛନ୍ତି ମନଭୂମିରେ ତାର ସେ ତ ବୁଝି ସନ୍ତୋଷଦାୟକ ହବ ନାହିଁ, ତା ସହିତ ବେଳେ ବେଳେ ବୋଧ୍ୟ ବି ହବନି, ମାନେ ବୁଝିପାରିବ ନାହିଁ। ସେ ଅତି ମାନସ ଠିକ ମନର ରୀତିକୁ ଅନୁସରଣ କରି କାର୍ଯ୍ୟ କରୁ ବୋଲି ତୁମେ କଦାପି ଆଶା କରିପାରିବ ନାହିଁ। ମନ ଯାହା ଦରକାର କରୁଛି, ମନ ଅନୁସାରେ ଯେ ଅତିମାନ ଶକ୍ତି କାମ କରିବ, ସେମିତି ତମେ ଆଶା କରିବା ବୃଥା। ସେମିତି ତମେ ଆଶା କର ନାହିଁ। ଅଥବା ସତ୍ୟସ୍ଥ ଜ୍ଞାନ, ଯୋଉ ସତ୍ୟ ଜ୍ଞାନଟି ଖଣ୍ଡ ଖଣ୍ଡ ହୋଇ ଅଜ୍ଞାନର ଅର୍ଦ୍ଧ ଜ୍ଞାନ ସହିତ ଯୋଡା ହିଁ ରହୁ ବୋଲି ମଧ୍ୟ ତୁମେ କଦାପି କଦାପି ଦାବି ବି କରିପାରିବ ନାହିଁ। ଆରେ ସତ୍ୟ ଜ୍ଞାନଟା ଉର୍ଦ୍ଧ୍ୱ ସତ୍ୟ ଜ୍ଞାନ, ଅତିମାନ ଶକ୍ତିର ଯୋଉ ଜ୍ଞାନ ଆସୁଛି ତାହା ହଉଛି ସତ୍ୟ ଜ୍ଞାନ। ସେ ସତ୍ୟ ଜ୍ଞାନ ଏଇଠିକି ଆସିକିରି ଆମ ହିସାବରେ ଭାଙ୍ଗି ଖଣ୍ଡ ଖଣ୍ଡ ହବ, ସେଇ କଥା ତମେ ଭାବ ନାହିଁ, ଦାବି ବି କରିପାରିବନି। ନାଇଁ, ତାର ପରିଣାମ କଣ ହବ? ଯଦି ସେଠି ଆସି ଖଣ୍ଡ ଖଣ୍ଡ ହବ, ଏମିତି ବା ହେଇକି ଅତିମାନ ଶକ୍ତି କଥା ଛାଡ, ଭଗବାନ ନିଜେ ଆସିଛନ୍ତି, ଆସିକିରି ଜଡରୁ ଯେତେବେଳେ ଧୀରେ ଧୀରେ ଉର୍ଦ୍ଧ୍ୱକୁ ଅଗ୍ରଗତି କରୁଛନ୍ତି, ତଥାପି ତ ତୁମେ ତାଙ୍କୁ ବିଶ୍ୱାସ କରିପାରୁନ। ତୁମେ ଆମେ ଏବେ ବି ଆମେ ଭାବୁଛୁ ସତରେ କଣ ଭଗବାନ ଭିତରେ ଅଛନ୍ତି। ଏବେ ବି ଲୋକ ତ ପ୍ରଶ୍ନ କରୁଛନ୍ତି ଯେ ସତରେ ଯୋଉ ମା ଶ୍ରୀମନ୍ତ ଯାହା ଲେଖିଛନ୍ତି କଣ ସତ କଥା? ମା ଶ୍ରୀମନ୍ତଙ୍କ ଅନୁଗାମୀ ବର୍ଷ ବର୍ଷ ଧରି 50 ବର୍ଷ 60 ବର୍ଷ ଧରିକିରି ରହିଛନ୍ତି, ମାଙ୍କ ସହିତ ଯୁକ୍ତ ହେଇଛନ୍ତି, ମାଙ୍କ ସହିତ ଯାଇକି ଦେଖା ହେଇଛି, ତଥାପି ବି ସିଏ କଣ କହୁଛନ୍ତି, ମା ସିନା କହିଛନ୍ତି ମୁଁ ମୋ ହିସାବରେ ଚାଲିବି ନା, ଆଉ ମୁଁ ଏହା ନ କଲେ ମୋର ଏହା ହବ ସେୟା ହବ। ଯଦି ବିଶ୍ୱାସ ନିର୍ଭରତା ଥାନ୍ତା, ତେବେ ସେ କେମିତି ପକ୍ଷପାତୀ ହୁଅନ୍ତେ? ସେ କେମିତି ମାନେ ପରିଚାଳନାଗତ ଦୃଷ୍ଟିକୋଣରୁ ହଉ, ଜ୍ଞାନର ଦୃଷ୍ଟିକୋଣରୁ ହଉ, ନିଜକୁ ସାବ୍ୟସ୍ତ କରନ୍ତେ? କାରଣ ସେ ବିଶ୍ୱାସ ନିର୍ଭରତା ତାଙ୍କ ଭିତରେ ନଥାଏ। ତେଣୁ ତାର ପରିଣାମ ହଉଛି ଯେତେବେଳେ ଜ୍ଞାନ ଆମର ଏଇ ଯୋଉ ଦ୍ୱିଧା ଯୁକ୍ତ ଅଜ୍ଞାନର ଅର୍ଦ୍ଧ ଜ୍ଞାନ ସହିତ ଯୋଡା ହେଇକିରି, ତମେ କେବେ ଦାବି କରିବ ନାହିଁ ଯେ ତା ସହିତ ମିଶିଯିବ ବୋଲି। ମନର ଯୋଜନା ହେଉଛି ଗୋଟିଏ ଜିନିଷ, ମାତ୍ର ଅତିମାନସ ହେଉଛି ତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଆଉ ଗୋଟେ ଜିନିଷ। ମନ ଯୋଜନା କରୁଛି, କିନ୍ତୁ ଅତିମାନସ ତାଠୁ ପୁରା ଅଲଗା। କଣ ନା ମନସ୍ତରୀୟ ଯୋଜନାର ତାତ୍କାଳିକ ଆବଶ୍ୟକତା ଗୁଡିକ ସହିତ ଆପଣାକୁ ଖାପ ଖୁଆଇ କାର୍ଯ୍ୟ କରୁଥିବା ପର୍ଯ୍ୟନ୍ତ ସେଇ କାର୍ଯ୍ୟକୁ ଅତିମାନସ କାର୍ଯ୍ୟ ବୋଲି କଦାପି କୁହାଯିବ ନାହିଁ। ମାନେ ମନ ଅନୁସାରେ ସେ ଅତିମାନ ଶକ୍ତି ଯଦି କାମ କରୁଛି, ତାହେଲେ ଆମେ କହିବା ହଁ ଅତିମାନ ଶକ୍ତି କାମ କରୁଛି, ସେମିତି କିଛି ନୁହଁ। ତେଣୁ ଗୋଟିକୁ କଦାପି ଆଉ ଗୋଟିଏ ସହିତ ତୁଳନା କରାଯାଇ ପାରିବ ନାହିଁ, ଏବଂ ଦୁଇଟିକୁ କଦାପି ଗୋଟେ ଜାଗାରେ ରଖି ବିଚାର କରାଯାଇ ପାରିବ ନାହିଁ। ମନର କାର୍ଯ୍ୟ ସହିତ ଅତିମାନ ଶକ୍ତି ଏତେ ଅଲଗା ଯେ ତମେ ଆ କାର୍ଯ୍ୟ ସହିତ ତା କାର୍ଯ୍ୟ ତୁଳନା କରିପାରିବନି, କିମ୍ବା ତାକୁ ଯୁକ୍ତ କରିକି ବା ମିଶେଇକି ତୁଳନା କରିପାରିବ ନାହିଁ, କିମ୍ବା ତମେ ମନରେ ଥାଇକିରି ତାକୁ ବିଚାର କରିପାରିବ ନାହିଁ। ଦୁଇଟାକୁ କଦାପି ଗୋଟିଏ ଜାଗା ରଖି ବିଚାର କରାଯାଇ ପାରିବ ନାହିଁ। କାହିଁକିନା ମନର କାର୍ଯ୍ୟ ଅତିମାନ ଶକ୍ତି ପୁରା, ଅତିମାନ ଶକ୍ତି କାହିଁକି ଏତେ ଉପରେ ରହିଛି? ତେଣୁ ଆମେ ଯୋଉ କହୁଛୁ, ଯୋଉ ତଥାକଥିତ ଯୋଉ ବୈଜ୍ଞାନିକ ମାନେ ହୁଅନ୍ତୁ ବା କିଛି କିଛି ନୂତନ ପ୍ରେରଣା ଯୋଉ ଆସିଥାଏ, ସେମାନଙ୍କର ଯୋଉ ଜ୍ଞାନ ତା ଅତିମାନ ସହିତ କିଛି ସମ୍ପର୍କ ନାହିଁ, ତାହା ପ୍ରାୟତଃ ସମ୍ବୋଧି ସ୍ତରରୁ ଆସିଥାଏ। ଏବଂ ମା ସେଥିପାଇଁ ଆଉ ଗୋଟେ କଥା ସ୍ପଷ୍ଟ କରି ସେଠି କହିଲେ ଆମେ ଜାଣି ରଖିବା ଯେ ଏତେ ସ୍ତର ରହିଛି, ଟ୍ରାନଜିସନାଲ ସ୍ତର, ତାର ଯେକୌଣସି ସ୍ତର ସହିତ ଜଣେ ଯଦି ସମ୍ପର୍କ ରଖେ,
ତେବେ ତାର ବିଫଳତା ବୋଧରେ ଆମେ ପୁରା ଝଲସି ଯିବା। ତାମାନେ ସେଠି କେତେ କଥା ରହିଛି। ତେଣୁ ଅତିମାନ ଶକ୍ତି କଥା ଚିନ୍ତା କରନ୍ତୁ। ଅତିମାନ ଶକ୍ତି କେତେ ପ୍ରଚୁର, କେତେ ବ୍ୟାପକ, କେତେ ବିପୁଳ, କେତେ ମହିମାମୟ। କାହିଁକି ନା ସେଠି ସତ୍ୟରେ ଆମେ ବସବାସ କରିବା, ସତ୍ୟ ଚେତନାରେ ରହି କାର୍ଯ୍ୟ ଚାଲିବ, ଏବଂ ସେତେବେଳେ ଆଉ ଏକତ୍ଵ ବୋଧ ଛଡା ଆଉ ଦୁଇ ଅର୍ଥ ବୋଧ ନଥବ। ମାନେ ମୁଁ ଅଲଗା ଏବଂ ଭଗବାନ ମୋଠୁ ଅଲଗା, ଏଇ ସେନ୍ସ ସେଠି ହିଁ ଆଦୌ ନଥବ। ମାନଙ୍କୁ ଆହ୍ୱାନ କରିବା। ମା ମା, ଥ୍ୟାଙ୍କ ୟୁ ଅଲ୍ ବ୍ରଦର।